ବାବୁରେ ରାମଚନ୍ଦ୍ର ମା ତୁମ ପିତାଙ୍କ ଠାରୁ ବୁଝିଦିଅ ତୁମ ପିତାଙ୍କର କଣ ହୋଇଛି ବୋଲି। ହେଲେ ମା ପିତାଙ୍କୁ ବାରମ୍ବାର ପଚାରିବା ପରେ ସେ ଖାଲି କ୍ରନ୍ଦନ କରୁଛନ୍ତି, ମୋତେ କିଛି କହୁନାହାନ୍ତି। ବାରମ୍ବାର ସେହି ଗୋଟିଏ କଥା କହି ଚାଲିଛୁ। ହଁ ମା। ଥରେ ତ କହିଲେ ତ ପିତାଙ୍କ ଠାରୁ ବୁଝିନିଅ ହେଲେ ତୁମ ପିତାଙ୍କର କଣ ହୋଇଛି ବୋଲି। ହେଲେ ମୁଁ ଜାଣୁଛି ତମେ ଯେତେବେଳେ ଏ ସ୍ଥାନରେ ଅଛ ପିତାଙ୍କର ଏପରି ଅବସ୍ଥା କଣ ପାଇଁ ହୋଇପାରେ ତମେ ନିଶ୍ଚୟ ଜାଣିଥିବ ମା, ତମେ ଜାଣିଥିବ। ତମ ନିକଟରେ ମୁଁ ହାତ ଯୋଡ଼ି ପ୍ରାର୍ଥନା କରୁଛି, ମୁଁ ତୁମ ପଦ କରୁଛି ମା। ମୋତେ କୁହ ପିତାଙ୍କର ଏପରି ଅବସ୍ଥା କାହିଁକି ମା? ବାବୁରେ ରାମଚନ୍ଦ୍ର ମା ତାହେଲେ ତୁମେ ତୁମର ପିତାଙ୍କର ଦୁଃଖ କାହାଣୀ ଶୁଣିବାକୁ ଚାହୁଁଛ? ହଁ ମା, ମୋତେ କୁହ ମା, ମୋତେ କୁହ। ଶୁଣିଣ କୈକେୟୀ କୁହନ୍ତି ରାମ ଶୁଣାମ ବାଣୀ ଯାହି ପାଇ ପିତା ମୂର୍ଚ୍ଛିତ ହୋଇଲଟେ ଧାରଣୀ। ଶୁଣ ରାମଚନ୍ଦ୍ର ତୁମ ପିତା କାହିଁକି ଧୂଳି ଧୂସରରେ ଗଡୁଛନ୍ତି ସେ କଥା ପୁରା ଶୁଣିବାକୁ ଚାହୁଁଛ? କୁହ ମା, ମୋତେ କୁହ। କୁହ ମା, କଣ ହୋଇଛି ମୋ ପିତାଙ୍କର? କୁହ ମା। ଶୁଣିବା ସେ ତ ନ କହିଲେ ସେ କଥା ଏବେ କହୁଛି ମୁହିଁ ସନ ମତ କରି ସତ୍ୟ ହେ କର କୋ ଦଣ୍ଡ ଶୁଣ ରାମଚନ୍ଦ୍ର ତୁମ ପିତାଙ୍କର ଦୁଃଖ କାହାଣୀ ଶୁଣିବାକୁ ହେଲେ ତୁମକୁ ଏ କାଣ୍ଡ କୋଦଣ୍ଡ ଛୁଇଁ ସତ୍ୟ କରିବାକୁ ପଡ଼ିବ ରାମଚନ୍ଦ୍ର। କଣ କହିଲ ମା? ପିତାଙ୍କର ଏପରି ଅବସ୍ଥା ପାଇଁ ମୋତେ ସେ କଥା ଶୁଣିବାକୁ ହେଲେ ମୋତେ ମୋର କାଣ୍ଡ କଦଣ୍ଡ ଛୁଇଁ ସତ୍ୟ କରିବାକୁ ହେବ। ହଁ ରାମଚନ୍ଦ୍ର ହେଲେ କାହିଁକି ମା? ଏପରି କଥା ତ କେବେ ତମଠାରୁ ମୁଁ ଶୁଣିନି। ବାବୁରେ ରାମଚନ୍ଦ୍ର ଆଜି ପରା ଶୁଭ ଦିନରେ ପୁଣି କାଣ୍ଡ କଦଣ୍ଡ ଛୁଇଁ ମୋତେ ସତ୍ୟ କରିବାକୁ ହେବ। ମୋ ପ୍ରତି କଣ ତୁମର ବିଶ୍ୱାସ, ଆଶା, ଭରସା এই ସବୁ କଣ ନାହିଁ ମା? ଆଶା ଭରସା ବିଶ୍ୱାସ ଏ ସବୁ ମୁଁ ମନ ମଧ୍ୟରୁ ପୋଛି ଦେଇଛି ରାମଚନ୍ଦ୍ର। ହେଲେ ପିତାଙ୍କର ଦୁଃଖ କାହାଣୀ ଶୁଣିବାକୁ ହେଲେ ଗୋଟିଏ କଥା ମନେ ରଖ ରାମଚନ୍ଦ୍ର, ଏ କାଣ୍ଡ କୋଦଣ୍ଡ ଛୁଇଁ ତୋତେ ସତ୍ୟ କରିବାକୁ ପଡ଼ିବ ରାମଚନ୍ଦ୍ର। ତା ନହେଲେ ତୁମ ପିତାଙ୍କର ଦୁଃଖ କାହାଣୀ ତମେ ଶୁଣି ପାରିବ ନାହିଁ ରାମଚନ୍ଦ୍ର। କାହିଁକି ମା ରାମ ପ୍ରତି ତମେ ଏତେ ନିଷ୍ଠୁର କାହିଁକି? ତମେ ମୋତେ ସାମାନ୍ୟ କଥା ପାଇଁ କାଣ୍ଡ କୋଦଣ୍ଡ ଛୁଇଁ ସତ୍ୟ କରିବାକୁ ମୋତେ କହୁଛ ମା? ଏ ରାମ ପ୍ରତି କଣ ତମର ବିଶ୍ୱାସ ନାହିଁ ମା? ଆଶା ଭରସା ଏସବୁ କଣ ତମର ମୋ ପ୍ରତି ତୁଟି ଯାଇଛି ମା? ବାବୁରେ ରାମଚନ୍ଦ୍ର ପିତାଙ୍କର ଦୁଃଖ କାହାଣୀ ଶୁଣିବାକୁ ହେଲେ କାଣ୍ଡ କୋଦଣ୍ଡ ଛୁଇଁ ସତ୍ୟ କରିବାକୁ ପଡ଼ିବ। ଯେବେ ତୁମେ ନ କରୁଛ ସତ୍ୟ ତାହେଲେ କିଛି ଶୁଣିବା ଆବଶ୍ୟକ ନାହିଁ। ମୁଁ ଏବେ ଆସୁଛି ରାମଚନ୍ଦ୍ର। ଶୁଣେ ରାମ ଚନ୍ଦ୍ରକାନ୍ତି ମତ ଶୁଣ ଯଥାର୍ଥ ମାଗିଲେ ମୋ ହର ପରାୟଣ ମାତ ଦେବୀ ନିୟତ
ତମ ନିକଟରେ ମୁଁ ମୋର ପ୍ରାଣଟାକୁ ତମ ନିକଟରେ ଅର୍ପଣ କରିପାରେ ମା। ଥାଉ ରାମଚନ୍ଦ୍ର, ଯେଉଁ ପୁତ୍ର ପ୍ରାଣ ଦେବାକୁ ପ୍ରସ୍ତୁତ ସାମାନ୍ୟ କାଣ୍ଡ କୋଦଣ୍ଡ ଥୋଇ ସତ୍ୟ କାହିଁକି କରିପାରୁନି ରାମଚନ୍ଦ୍ର? ମାଙ୍କର ଗୋଟିଏ କଥା କେବଳ ଖାଲି ସତ୍ୟ କରିବାକୁ ହେବ। ହେଲେ ମା ଆଜ୍ଞା ପାର ମାଣେ ମାତମ ଅଗ୍ନି ଛାଡ଼ି ପଶିବି ନହିଲେ ମୋ ହର ସୁକୃତ ଅବହେଳେ ନାଚିବି। তবে যদি মতে কহিব রাম অগ্নি চালি তু অগ্নি মধ্যে লম্ব প্রদান কর, তথাপি রাম কেবে তম কথাকু অন্যথা করিব নাহি মা। বাবরে রামচন্দ্র, তম নিকটরে মু সবু কথারে রাজি অছি মা। তুমি যাহা কহিব রাম তার জীবনকু তম নিকটরে অর্পণ করিপারে মা। পিতাঙ্কর এপরি অবস্থা মু সহ্য করিপারুনি মা। বাবরে রামচন্দ্র, মা তুমি কହୁଛ ମୁଁ ଯଦି ଆଦେଶ করে ଅଗ୍ନି ଜାଳି ଅଗ୍ନି ମଧ୍ୟରେ ପଶି ପାରିବ ବୋଲି, ହେଲେ ଗୋଟିଏ କଥା ମନେ ରଖ ରାମଚନ୍ଦ୍ର, ମୁଁ ତ କହୁଛି ତୁମେ କାଣ୍ଡ କୋଦଣ୍ଡ ଛୁଇଁ ସତ୍ୟ କଲ ବୋଲି, ତାହେଲେ କରୁଣ କଣ ପାଇଁ ରାମଚନ୍ଦ୍ର? তবে ঠিক কহিছ না যে জীবন দেবাকু পোছায় না, সামান্য কাণ্ড কতন ছুঁইবা পাই কাহিনী সে পোছাই না। তবে অপেক্ষা করো মা, তবে অপেক্ষা করো, তম নিকটরে মু মোর কাণ্ড কতন ছুঁই সত্য করিবে মা। তবে অপেক্ষা করো। দেখু এ জগত জানু এ সংসার মাতা নিকটরে পুত্র ভাজি করুছি শপথ। এই মোর ইষ্ট দেব সূর্য দেবতা সাক্ষিতা দশ দিগপদ ଆଉ ମଧ୍ୟ ମାତାଙ୍କ ନିକଟରେ ମୁଁ ମୋର କାଣ୍ଡ କଦନୁଚୁ ସତ୍ୟ କରି କହୁଛି ମା। ପିତାଙ୍କର ଦୁଃଖ କାହାଣୀ ଶୁଣିବାକୁ ଯାଇ ମୁଁ ତୁମ ନିକଟରେ ସତ୍ୟ କରୁଛି। ଏ ମୋର ସତ୍ୟ, ସତ୍ୟ ତ୍ରିବାର ସତ୍ୟ। ପିତାଙ୍କର କଣ ହୋଇଛି ମୁଁ ତମ ନିକଟରେ ସତ୍ୟ କରି ସାରିଛି। ଧନ୍ୟ ତୁମେ ରାମଚନ୍ଦ୍ର, ମୋତେ କୁହ ମା, ପିତାଙ୍କର କଣ ହୋଇଛି? ମୁଁ ସମସ୍ତ କହିବି ରେ ଧନ। ତୁମେ ପରା କାଣ୍ଡ କୋଦଣ୍ଡ ଛୁଇଁ ସତ୍ୟ କରି ସାରିଛ, ତାହେଲେ ମୁଁ ନ କହିବି କାହିଁକି? ପିତାଙ୍କର ଏପରି ଅବସ୍ଥା ମୁଁ ସହ୍ୟ କରିପାରୁନି। ଏପରି ବ୍ୟସ୍ତ ବିବ୍ରତ ହେବା କିଛି ଆବଶ୍ୟକ ନାହିଁ ରାମଚନ୍ଦ୍ର।